ନିରଞ୍ଜନ ଗ୍ରାମରେ ଷ୍ଟାଡିୟମ ତିଆରି ନେଇ ଗ୍ରାମବାସୀ ଛାନିଆ। ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ବ୍ଲକ ସାନପଖାନା ପଞ୍ଚାୟତ ଅନ୍ତର୍ଗତ ନିରଞ୍ଜନ ଗ୍ରାମରେ ହାରାହାରି 200 ପରିବାର ବସବାସ କରନ୍ତି। ଏଠିକାର 90% ଲୋକ କୃଷି ଉପରେ ନିର୍ଭରଶୀଳ ଓ ବିପିଏଲ ଶ୍ରେଣୀଭୁକ୍ତ। କେତେକ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରି ଜୀବନ ନିର୍ବାହ କରୁଛନ୍ତି। ସେମାନେ ବହୁ ଦିନରୁ ଘର ବାହି ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରି ରହୁଛନ୍ତି। କିଛି ଦିନ ପୂର୍ବରୁ ଲୋକପ୍ରତିନିଧି, ୱାର୍ଡ ମେମ୍ବର ଓ ସରପଞ୍ଚଙ୍କ ବିନା ପରାମର୍ଶ ତଥା ଗ୍ରାମସଭା ନ ଡକାଇ ଜମି ମାପ ଚିହ୍ନଟ କରାଯାଇଥିଲା। ଗ୍ରାମବାସୀ ଜାଣିବାକୁ ପାଇଲେ ସେଠାରେ ଷ୍ଟାଡିୟମ ହେବାକୁ ଯାଉଛି। ଏଠାରେ ଷ୍ଟାଡିୟମ ହେଲେ ସେମାନଙ୍କର ଘର ବାୟୁ ଉପରେ ପ୍ରଭାବ ପଡ଼ିବ। ତେଣୁ ଏହାର ବିକଳ୍ପ ବ୍ୟବସ୍ଥା ନିମନ୍ତେ ଗ୍ରାମବାସୀ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପହଞ୍ଚି ଉପଜିଲ୍ଲାପାଳଙ୍କୁ ସେମାନଙ୍କର ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ନମିତା ଟୁଡୁ, ପ୍ରୀତମ ହେମ୍ରୁମ, ସଞ୍ଜୁ ମହାନ୍ତ, ପଦ୍ମାବତୀ ମହାନ୍ତ, ଲକ୍ଷ୍ମଣ ମହାନ୍ତ, ରାଜା ମହାନ୍ତ, ଶ୍ରୀଧର ନାୟକ, ଶଙ୍କର ଟୁଡୁ, ମୋହନ ମାଝୀ, ରଜତ ମୁର୍ମୁ, ରୋହିତ ମହାନ୍ତ, ଅନନ୍ତ ମାଝୀ ତଥା ବହୁ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ମୟୂରଭଞ୍ଜ ରାଇରଙ୍ଗପୁରରୁ ଶ୍ୟାମଳନ୍ଦୁ ପରିଡ଼ାଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି। ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରାଇରଙ୍ଗପୁରରେ 35ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ। ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ଅଁଳାଡୁବାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର 35ତମ ବାର୍ଷିକ ଉତ୍ସବ ସଭାପତି କୁବେର କୁମାର ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଜଲେନ ନାୟକ, ମୁଖ୍ୟ ବକ୍ତା ଭାବେ ଉତ୍ତର ସମ୍ଭାଗ ସମ୍ପାଦକ ଗଙ୍ଗାଧର କର, ସମ୍ମାନିତ ଅତିଥି ରୂପେ ସୌର ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ଅଧ୍ୟାପିକା ସୁଷମା ମହାନ୍ତ ତଥା ସମ୍ପାଦକ କମଳାକାନ୍ତ ମହାନ୍ତ, ପ୍ରଧାନ ଆଚାର୍ଯ୍ୟ କେଦାରନାଥ ବାରିକ ପ୍ରମୁଖ ଯୋଗ ଦେଇଥିଲେ। ସଭା ପ୍ରାରମ୍ଭରେ ସାମୂହିକ କଣ୍ଠ ସଙ୍ଗୀତ ଗାନ ପରେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ସମ୍ପାଦକ କମଳାକାନ୍ତ ମହାନ୍ତ ପ୍ରଦାନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ କେଦାରନାଥ ବାରିକ ବାର୍ଷିକ ବିବରଣୀ ପାଠ କରିବା ପରେ ସମ୍ମାନିତ ଅତିଥି ଅଧ୍ୟାପିକା ସୁଷମା ମହାନ୍ତ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ କିଛି ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ରାଇରଙ୍ଗପୁର ବିଧାୟକ ଜଲେନ ନାୟକ ଛାତ୍ରଛାତ୍ରୀମାନଙ୍କୁ ସୁମଣିଷ ହେବା ପାଇଁ ମାର୍ଗଦର୍ଶନ ଦେଇଥିଲେ। ସୁଶ୍ରୀ ଅଞ୍ଜଳି ହେମ୍ରୁମ ବ୍ୟକ୍ତିଗତ ଗୀତ ପରିବେଷଣ କରିଥିଲେ। ମୁଖ୍ୟ ବକ୍ତା ଗଙ୍ଗାଧର କର ଛାତ୍ରଛାତ୍ରୀମାନଙ୍କୁ କର୍ତ୍ତବ୍ୟ ନିଷ୍ଠା, ଦାୟିତ୍ୱବୋଧ ଓ ସମ୍ମାନନାବର୍ତ୍ତିତ ହେବା ପାଇଁ ଉପଦେଶ ଦେଇଥିଲେ। ଏହି ଅବସରରେ ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରତ ପଟ୍ଟନାୟକ ଓ ଡାକ୍ତର ବିନୋଦ ପରିଡ଼ାଙ୍କୁ ପୁଷ୍ପଗୁଚ୍ଛ ଉପଢକନ ଦେଇ ସମ୍ମାନିତ କରାଯାଇଥିଲା। ଏହାପରେ ବିଦ୍ୟାଳୟରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିଗଣ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ। ଏଥିରେ ମଧ୍ୟ ବୃତ୍ତି ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର, ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା। ପରିଶେଷରେ ବିଦ୍ୟାଳୟର ବେଷ୍ଟ ଛାତ୍ରଛାତ୍ରୀ ଭାବେ 2 ଶ୍ରେଣୀର ମହେଶ କଣ୍ଡାକେଲ, 7ମ ଶ୍ରେଣୀର ସଙ୍ଗୀତା ପଲେଇ ଓ 10ମ ଶ୍ରେଣୀର ପ୍ରାଚୀ ମିଶ୍ରଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କାର କରାଯାଇଥିଲା। ଏହି ସଭ୍ୟ ସଭାକୁ ଶିକ୍ଷୟିତ୍ରୀ ମହାନ୍ତ ବବିତା କୈଲେୟାର ପରିଚାଳନା କରିଥିଲେ ବେଳେ ସମ୍ପାଦକ କମଳାକାନ୍ତ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ବନ୍ଦେ ମାତରମ୍ ସ୍ୱାଗତ ଦ୍ୱାରା ସଭା କାର୍ଯ୍ୟ ସମାପ୍ତି ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମୟୂରଭଞ୍ଜ ରାଇରଙ୍ଗପୁରରୁ ଶ୍ୟାମଳନ୍ଦୁ ପରିଡ଼ାଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି। ମୋ ନାଁ ହେମଲତା ମହାନ୍ତ, ଶିଶୁ ବିକାଶ ବିଦ୍ୟା ମନ୍ଦିରର ଗୁରୁମା। ଆଜି ଆମର ତୃତୀୟ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଆମ କ୍ଲାସ୍ର ସମସ୍ତ ପିଲାମାନେ ଭାଗ ନେଇଛନ୍ତି। ଆଉ ଯେଉଁ ଖେଳ ସବୁ ହେଉଛି, ସମସ୍ତ ଖେଳରେ ସବୁ ପିଲା ପ୍ରାଇଜ୍ ପାଇବାର ସୁଯୋଗ ପାଇଛନ୍ତି। ଏହି ବିଦ୍ୟାଳୟରେ କ୍ରୀଡ଼ା ପ୍ରତିଯୋଗିତା ଯେଉଁ ସାରଙ୍କ ଦ୍ୱାରା ଅନୁଷ୍ଠିତ ହୋଇଛି, ଆମ ଅନୁଷ୍ଠବାସୀଙ୍କ ଦ୍ୱାରା, ଆଉ ଦିନକୁ ଦିନ ତାହା ଉନ୍ନତି କରିବାରେ ଆଗେଇ ଚାଲିଛି। ତେଣୁ ମୁଁ ସମସ୍ତ ଗୁରୁଜୀ ଗୁରୁମା ଆଉ ଆମର ଭାଇ ଭଉଣୀମାନଙ୍କୁ ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ବିଦ୍ୟା ମନ୍ଦିରର ଜଣେ ଗୁରୁମା। ଆଜି ହେଉଛି ଆମର ସ୍କୁଲର ତୃତୀୟ କ୍ରୀଡ଼ା ଦିବସ। ତ ଏଇ ଆଜି ପ୍ରଥମ ମାନେ ପ୍ରାରମ୍ଭରୁ ନେଇକରି 9ମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଛୁଆ ଭାଗ ନେଉଛନ୍ତି। ବିଭିନ୍ନ ପ୍ରକାରର ଖେଳର ଆୟୋଜନ କରାହେଇଛି। ଆଉ ବହୁତ ଭଲ ଭାବରେ ସବୁ ଚାଲୁଛି। ଛୁଆମାନେ ବହୁତ ଭଲ ଭାବରେ ଯୋଗଦାନ ଦେଉଛି। ସବୁ ଗୁରୁଜୀ ଗୁରୁମା ମାନେ ବି ବହୁତ ଭଲ ଭାବରେ କରୁଛନ୍ତି। ଆଉ ବିଭିନ୍ନ ପ୍ରକାରର ଖେଳ ଆଉ ଦୌଡ଼ ରଖାହେଇଛି। ଆଉ ସମସ୍ତେ ମିଶି ବହୁତ ଭଲ ଭାବରେ ସହଯୋଗ କରୁଛନ୍ତି।
କୋଟିଙ୍ଗୁଡା ନଦୀରେ ବିନା ପୋଲିସ ଭାରେ ଚେକଡ୍ୟାମ୍ ଓ ପାଇପ୍ ଲାଇନ୍ ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧରେ କରୁଛନ୍ତି। ରାୟଗଡ଼ା ଜିଲ୍ଲା ଓ କୋରାପୁଟ ଜିଲ୍ଲାରେ କୋଟିଙ୍ଗୁଡା ନଦୀରେ ବିନା ପୋଲିସ ଭାରେ ଚେକଡ୍ୟାମ୍ ଓ ପାଇପ୍ ଲାଇନ୍ ନିର୍ମାଣକୁ ଦୁଇଗୋଟି ପଞ୍ଚାୟତ ଗ୍ରାମ ପିପିଲପଦର ଥାନା ଲକ୍ଷ୍ମୀପୁର ଜିଲ୍ଲା କୋରାପୁଟ ଅନ୍ତର୍ଗତ କୋଟିଙ୍ଗୁଡା, ଶିଆଳିମାଳ, ବାରିଙ୍ଗା, ପିପିଲପଦର, ବାଗମାରୀ ଓ କେନ୍ଦୁପାଇ ଓ ଗ୍ରାମ ଶଙ୍କରଡା ଥାନା ଟିକିରି ଜିଲ୍ଲା ରାୟଗଡ଼ା ଅନ୍ତର୍ଗତ କାରକଲା, ତୟାପୁଟ, ଖରିକାଯୋଡି, ଏଗଡଲା, ଲେଲିପୁଟ, ବାରିଗୁମା, ପାଞ୍ଚାଳି, କପଡାଙ୍ଗ, କସରିଗୁଡା, ପୁଞ୍ଜିଗୁମା, ଶଙ୍କରଡା, ବାହାରକୁଟିମି ଗ୍ରାମବାସୀ ଲିଖିତ ଭାବେ ଉପଜିଲ୍ଲାପାଳ ଶ୍ରୀ ନବୀନ ନାୟକଙ୍କୁ ଜଣାଇଛନ୍ତି କି ଆଦିତ୍ୟ ବିର୍ଲା କମ୍ପାନୀ ଓ ଇଂଲଣ୍ଡ କମ୍ପାନୀଙ୍କ କଂସାରୀଗୁଡା ତରଫରୁ ହେବାକୁ ଯାଉଥିବା ଚେକଡ୍ୟାମ୍ ଓ ପାଇପ୍ ଲାଇନ୍ ବିନା ପୋଲିସ ଭାରେ ଜବରଦସ୍ତ ସର୍ଭେ କରାଯାଉଛି। ତେଣୁ ଦୁଇଗୋଟି ପଞ୍ଚାୟତବାସୀ ମିଳିତ ଭାବରେ ଉକ୍ତ ସର୍ଭେକୁ ବାତିଲ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି। ଉକ୍ତ ଜାଗାରେ ସର୍ଭେ ଓ କାର୍ଯ୍ୟକାରୀ କରିବାକୁ ହେଲେ ପ୍ରଥମେ ପୋଲିସଭା କରାଯାଉ। ଯେ ପର୍ଯ୍ୟନ୍ତ ପୋଲିସଭା କରାଯାଇ ନାହିଁ ସେ ପର୍ଯ୍ୟନ୍ତ ଘୋର ବିରୋଧ ପ୍ରଦର୍ଶନ ଜାରି ରହିବ, କୌଣସି କାର୍ଯ୍ୟ କରିବାକୁ ଦିଆଯିବ ନାହିଁ। ରାୟଗଡ଼ା ଜିଲ୍ଲା ପ୍ରତିନିଧି ବିଶ୍ୱନାଥ ମାଣ୍ଡିକା ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି। ହାଡ଼ଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ଜନଜୀବନ। କଳାହାଣ୍ଡି ଜିଲ୍ଲା କୋକସରା, କଲମପୁର, ଜୟପାଟଣା ବ୍ଲକ ବିଭିନ୍ନ ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୁଭୂତି ହେଉଛି। ଗତ 15 ଦିନ ହେବ ସନ୍ଧ୍ୟା ବେଳକୁ ପାରଦ 10 ଡିଗ୍ରୀ ତଳକୁ ଆସିବା ଫଳରେ ଅଞ୍ଚଳରେ ଦିନକୁ ଦିନ ହାଡ଼ଭଙ୍ଗା ଶୀତର ପ୍ରକୋପ ବଢୁଛି। ସାଧାରଣ ଜନଜୀବନ ଏବଂ ଅସ୍ତବ୍ୟସ୍ତ ହୋଇଥିବା ଦେଖିବାକୁ ମିଳୁଛି। ପ୍ରବଳ ଥଣ୍ଡା ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଜୀବନ ଜୀବିକା ପ୍ରଭାବିତ କରୁଛି। ଖରା ଆସିଲେ ଦିନ ତମାମ ଶୀତ ହୋଇଥିବା ବେଳେ ସନ୍ଧ୍ୟା ହେଲା ତାପମାତ୍ରା ହ୍ରାସ ପାଉଛି, ଯାହା ଫଳରେ ରାତି ତମାମ ଶୀତ ରାଜୁତି କରୁଛି। ରାତି 12 ପରେ କୁହୁଡି ପ୍ରବଳ ଯୋଗୁଁ ଶୀତର ପ୍ରକୋପ ବାଢିବାକୁ ଲାଗିଛି, ଯାହା ଫଳରେ ସକାଳୁ ରାସ୍ତାଘାଟ ସବୁ ସୁନସାନ ହେଉଛି। ଶୀତରୁ ରକ୍ଷା ପାଇବା ପାଇଁ ପ୍ରିୟ ସବୁ ଗ୍ରାମବାସୀ ରାସ୍ତା କଡ଼ ମାନଙ୍କରେ ଲୋକ ନିଆଁ ଲଗାଇ ଦୃଶ୍ୟ ଦେଖିବାକୁ ମିଳୁଛି। ବସ୍ ଷ୍ଟପ୍ ପଦଯାତ୍ରୀ ଆଶ୍ରୟ ନେଉଥିବା ବେଳେ ଏହି ହାଡ଼ଭଙ୍ଗା ଶୀତ ଯୋଗୁଁ ବିଚ୍ଛିନ୍ନ ହୋଇପଡୁଛି। ଗତ ବର୍ଷ ଏହି ସମୟରେ ରାଜ୍ୟ ସରକାର ବୃଦ୍ଧାମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ସହ କମ୍ବଳ ପାଇଁ ମଧ୍ୟ ଟଙ୍କା ପ୍ରଦାନ କରିଥିଲେ। କିନ୍ତୁ ଚଳତି ବର୍ଷ ସରକାର ବୃଦ୍ଧମାନଙ୍କୁ କୌଣସି ଏମିତି ସୁବିଧା ଦେଇନାହାନ୍ତି। ସରକାର ଏହି ଦିଗରେ ପଦକ୍ଷେପ ନେବାକୁ ଜନସାଧାରଣ ଦାବି କରିଛନ୍ତି। କଳାହାଣ୍ଡି, କୋକସରା, ରିତେଶ କୁମାର ମୁଣ୍ଡାଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।